ମୋ ଭଉଣୀର ଏବେ ବାହାଘର ହେବାକୁ ଯାଉଥିଲା ଏବଂ ପୁରା ଘର ସମ୍ପର୍କୀୟମାନଙ୍କ ସହିତ ପରିପୂର୍ଣ୍ଣ ଥିଲା। ମାମୁଙ୍କୁ ଶୋଇବା ପାଇଁ କୌଣସି ଜାଗା ମିଳୁନଥିଲା। ତେଣୁ ମା ତାଙ୍କୁ ଏବେ ମୋର କୋଠରୀରେ ଶୋଇବାକୁ କହିଲେ। କିନ୍ତୁ ମାମୁଙ୍କ ମନରେ ମୋ ବିଷୟରେ କିଛି ଭୁଲ ଚିନ୍ତାଧାରା ଥିଲା। ମଧ୍ୟରାତ୍ରିରେ ଯେତେବେଳେ କୋଠରୀରେ ଥିବା ସମସ୍ତ ଲାଇଟ୍ ବନ୍ଦ ହୋଇଗଲା, ମାମୁଁ ଥଣ୍ଡା ହେବାର ବାହାନା କରି ମୋର କମ୍ବଳ ତଳେ ପଶିଗଲେ। ମଧ୍ୟରାତ୍ରିରେ ସେ ମୋତେ ସ୍ପର୍ଶ କରିବାକୁ ଲାଗିଲେ, ଯେଉଁଥିପାଇଁ ମୋର ଆଖି ଖୋଲିଗଲା ଏବଂ ତାପରେ ମାମୁଁ ମୋତେ ଚୁପ୍ ରହିବାକୁ କହିଲେ। ସେ କହିଥିଲେ କି ଏହି ସବୁ କଥା ତୁମ ଘରର ବଡ଼ମାନେ ମଧ୍ୟ ତୁମକୁ କହିବେ ନାହିଁ, କିନ୍ତୁ ତୁମେ ମଧ୍ୟ ଏହାକୁ ବହୁତ ପସନ୍ଦ କରିବ। ତାପରେ ସେ ରାତି ସାରା ମୋର ନମସ୍କାର ବନ୍ଧୁଗଣ, ଆଜିର ରୋମାଞ୍ଚକର କାହାଣୀକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ମୋର ନାମ ସୋନାଲି ଏବଂ ମୋର ବୟସ 19 ବର୍ଷ। ଯେତେବେଳେ ମୋର ବଡ଼ ଭଉଣୀ ବିବାହ କରିବାକୁ ଯାଉଥିଲେ, ବିବାହ ପାଇଁ ଆଉ କିଛି ଦିନ ହିଁ ବାକି ଥିଲା, କିନ୍ତୁ ବିବାହ ସମ୍ବନ୍ଧୀୟ ପ୍ରସ୍ତୁତି ଏବଂ ରୀତିନୀତି ଏବେ ଆରମ୍ଭ ହୋଇସାରିଛି। ଆମର ସାନ ମାମୁଁ, ଯିଏକି ଏପର୍ଯ୍ୟନ୍ତ ବିବାହିତ ନଥିଲେ, ସେ ମଧ୍ୟ ଆମର ଘରକୁ ଆସିଥିଲେ। ସେ ଦିଦିଙ୍କୁ ଏବେ ଆଶୀର୍ବାଦ ଦେବାକୁ ଆସିଥିଲେ। ଯେତେବେଳେ ମାମୁଁ ଉଠି ମୋର ପାଖକୁ ଆସିଲେ, ଭଉଣୀ ଏବେ ତାଙ୍କର କୋଠରୀକୁ ଚାଲିଗଲେ। ସେ ଜାଣିଥିଲେ ଯେ ବର୍ତ୍ତମାନ ମାମୁଁ ମୋତେ ହସିବାର କାରଣ ପଚାରିବେ। ମାମୁଁ ମୋର ପାଖକୁ ଆସି ମୋର କାନ୍ଧରେ ହାତ ରଖି ପଚାରିଲେ, ମୋର ଛୋଟ ଝିଅ କାହିଁକି ହସିଛନ୍ତି? ମୁଁ କହିଲି କି ମାମୁଁ କିଛି ବି ନାହିଁ। ମୋର ଭଉଣୀର କଥା ଶୁଣିବା ପରେ ହସୁଥିଲି, କିନ୍ତୁ ବୋଧହୁଏ ମାମୁଁ ଭାବୁଥିଲେ କି ଆମେ ଦୁହେଁ କାହିଁକି ହସୁଛୁ। ସେ କହିଥିଲେ କି ମୁଁ ସବୁ କିଛି ଜାଣେ। ତୁମେ ମା ମତେ ମୋର ବିବାହ ବିଷୟରେ ହିଁ ପଚାରୁଥିଲେ, ସେଥିପାଇଁ ତୁମେ ହସୁଥିଲ। କିନ୍ତୁ ଚିନ୍ତା କର ନାହିଁ, ତୁମର ମାମୁଁ ମଧ୍ୟ ଶୀଘ୍ର ବିବାହ କରିବେ। ମାମୁଁ ତାଙ୍କର ବିବାହକୁ ନେଇ ବହୁତ ଗମ୍ଭୀର ହୋଇଯାଇଥିଲେ, କାରଣ ତାଙ୍କର ବିବାହ ବିଷୟରେ କେହି ବି କହୁନଥିଲେ। ମୋର ପିତାମାତା ମୋତେ ବହୁତ ସ୍ନେହପୂର୍ଣ୍ଣ ଭାବରେ ଲାଳନ ପାଳନ କରିଥିଲେ, କିନ୍ତୁ ମୁଁ ଜାଣିନଥିଲି ଯେ ଏତେ କମ ବୟସରେ ମଧ୍ୟ କେହି ମୋ ପାଇଁ ଏହିପରି କିଛି ବି କରିପାରନ୍ତି। ମୁଁ ମୋର ବାବାଙ୍କ ସହିତ ଯିବା ଆରମ୍ଭ କରିଦେଲି। ବେଳେବେଳେ ସେ ସ୍କୁଲ ନେବା ସମୟରେ ମଧ୍ୟ ମୋତେ ବହୁତ ଡେରି କରୁଥିଲେ। କିନ୍ତୁ ମା ମଧ୍ୟ ସ୍କୁଟର ଚଳାଇବା ବିଷୟରେ ଜମା ବି ଜାଣିନଥିଲେ, ତେଣୁ ତାଙ୍କ ବ୍ୟତୀତ ମୋର ଅନ୍ୟ କୌଣସି ବିକଳ୍ପ ହିଁ ନଥିଲା। ଦିନେ ମୁଁ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହୋଇ ହଲକୁ ଆସିଲି। ତାପରେ ବାଥରୁମରୁ ବାପାଙ୍କର ସ୍ୱର ଆସିଲା, କହିଲେ କି ସୋନାଲି, ଅଧଘଣ୍ଟା ଅପେକ୍ଷା କର, ମୁଁ ଏବେ ପ୍ରସ୍ତୁତ ହୋଇ ଆସିବି। ବାପାଙ୍କର କଥା ଶୁଣି ମୁଁ ବହୁତ ରାଗିଗଲି। ମୁଁ ବାପାଙ୍କୁ କହିଲି କି ବାବା, ତୁମେ ମୋତେ ପ୍ରତିଦିନ ପାଇଁ ବିଳମ୍ବ କରୁଛ। ଯେହେତୁ ତୁମେ ମୋତେ ସ୍କୁଲକୁ ନେବା ଆରମ୍ଭ କଲ, ମୁଁ ପ୍ରତ୍ୟେକ ଦିନ ପାଇଁ ବିଳମ୍ବ ହିଁ କରେ, ଯେଉଁ କାରଣରୁ ମୋର ଗୁରୁଙ୍କ ଦ୍ୱାରା ଦଣ୍ଡିତ ହୁଏ। ଠିକ୍ ସେତିକିବେଳେ ମାମୁଁ ଉଠି କହିଲେ, ସୋନାଲିକୁ ମୁଁ ଏବେ ସ୍କୁଲରୁ ଛାଡ଼ିଦେବି। ବାପାଙ୍କର ମଧ୍ୟ ଗୋଟେ କାମ ଏବେ ହାଲକା ହେଇଗଲା। ମାମୁଁ ଶୀଘ୍ର ପ୍ରସ୍ତୁତ ହୋଇ ସ୍କୁଟି ବାହାର କରି ମୋତେ ସ୍କୁଲକୁ ଛାଡ଼ିବାକୁ ଟିକେ ସ୍ଥିର କଲେ। ମୋର ସ୍କୁଲ ଏବେ ସକାଳ 12ଟାରେ ଥିଲା ଏବଂ ଆଜି ଅନେକ ଦିନ ପରେ ମୁଁ ଠିକ ସମୟରେ ଯାଇ ସ୍କୁଲରେ ପହଞ୍ଚିଥିଲି। ଯଦି ମୁଁ ମୋର ବାବାଙ୍କ ପାଖରେ ଯାଇଥାନ୍ତି ନା, କିନ୍ତୁ ଆଜି ମୁଁ ତାହା କରିପାରିନଥାନ୍ତି। ମାମୁଁ ସହିତ ବସିଥିବା ବେଳେ ମୁଁ କିଛି କରିବା ପାଇଁ ଅଶୁଭ ଅନୁଭବ କରୁଥିଲି। ମୁଁ ଅତ୍ୟଧିକ ଥଣ୍ଡା ଅନୁଭବ କରୁଥିଲି, କିନ୍ତୁ ମୁଁ ମାମୁଁଙ୍କୁ ଏହି ବିଷୟରେ ଜମା ବି କହିନଥିଲି। ଅଳ୍ପ ଦୂର ଯିବା ପରେ ମାମୁଁ ମୋର ହାତକୁ ଧରି ଅଣ୍ଟାରେ ରଖି କହିଲା, ସୋନାଲି, ମୁଁ ତୁମର ମନ କଥାକୁ ମୁଁ ବୁଝିପାରୁଛି। ତୁମେ ଆଦୌ ପାଇଁ ଲାଜ କର ନାହିଁ। ତୁମେ ଏବେ ଆରାମ କରିପାରିବ। ତୁମେ ମୋତେ ଧରି ବସିପାରିବ। ମାମୁଁ ମୋତେ ଏହା କରିବାକୁ କହିଥିଲେ, ତଥାପି ମୁଁ ତାଙ୍କୁ ଧରି ବସିନଥିଲି। ତାପରେ ହଠାତ୍ ମାମୁଁ ଜୋରରେ ବ୍ରେକ୍ ଲଗାଇଲେ ଏବଂ ମୁଁ ଯାଇ ତାଙ୍କର ଉପରେ ପଡ଼ିଗଲି। ଯେତେବେଳେ ମୁଁ ପଡ଼ିଗଲି, ସେ ମୋର 2 ହାତ ଧରି ମୋତେ ଅଣ୍ଟା ପାଖକୁ ଆଣି କହିଲେ, ସୋନାଲି, ମୁଁ ପୁଣି କହୁଛି, ଯଦି ତୁମେ ଥଣ୍ଡା ଅନୁଭବ କରୁଛ ତେବେ ମୋତେ ଧରିକି ବସ। ମୁଁ ଅତ୍ୟଧିକ ଥଣ୍ଡା ଅନୁଭବ କରୁଥିଲି ଏବଂ ଏହାକୁ ଆଉ ସହିପାରିଲି ନାହିଁ, ତେଣୁ ମୁଁ ତାଙ୍କୁ ଧରି ବସି ପଡ଼ିଲି। ସେଦିନ ମୁଁ ମୋର ମାମୁଁଙ୍କର ପରାମର୍ଶକୁ ଗ୍ରହଣ କରିଥିଲି, କିନ୍ତୁ ବୋଧହୁଏ ଏହା ମୋର ସବୁଠାରୁ ବଡ଼ ଭୁଲ ଥିଲା। ସେ ଯାହା ବି କହିଥିଲେ ମୁଁ ସେଥିପ୍ରତି ଧ୍ୟାନ ଦେଇନଥିଲି, କିନ୍ତୁ ତାଙ୍କର ସ୍ପର୍ଶରେ ମୁଁ କିଛି ବିଶେଷ ଅନୁଭବ କଲି ଏବଂ ସେଦିନ ଠାରୁ ସେ ମୋ ସହିତ ଏବେ ବିନୟ ଆଚରଣ କରିବାକୁ ଲାଗିଲେ। ସେଦିନ କେବଳ ମାମୁଁ ମୋତେ ଫେରାଇ ଆଣିବାକୁ ଆସିଥିଲେ। ଫେରିବା ବେଳେ ସେ ମୋତେ ଅଣ୍ଟାରେ ମୋତେ ହାତ ରଖିବାକୁ କହିଥିଲେ, କିନ୍ତୁ ସେତେବେଳକୁ ଏବେ ସୂର୍ଯ୍ୟ ଅସ୍ତ ହୋଇଯାଇଥିଲା ଏବଂ ମୋତେ ମଧ୍ୟ ଜମା ବି ଥଣ୍ଡା ଲାଗୁନଥିଲା, ତେଣୁ ସମ୍ପୂର୍ଣ୍ଣ ଭାବେ ମନା ହିଁ କରିଥିଲି। ସେଇଦିନ ଠାରୁ ମାମୁଁ ପ୍ରତିଦିନ ମୋତେ ଛାଡ଼ିବା ପାଇଁ ଏବେ ସ୍କୁଲକୁ ଆସିବା ଆରମ୍ଭ କଲେ। ଧୀରେ ଧୀରେ ଗତ କିଛି ଦିନ ହେଲା
ମୁଁ କେବଳ ଗୋଟିଏ ବେଣୀ ବାନ୍ଧି ସ୍କୁଲ ଯିବା ଆରମ୍ଭ କରିଥିଲି ଏବଂ ଫେରିବା ବେଳକୁ ମୋର ସମସ୍ତ କେଶ ମଧ୍ୟ ଅପରିଷ୍କାର ହୋଇଯିବ। ସେଦିନ ମୁଁ ଘରକୁ ଆସିବା ମାତ୍ରେ ମୋର ପ୍ରଥମ କାର୍ଯ୍ୟ ହେଉଛି ଯେ ମୋର ସ୍କୁଲ ପୋଷାକ ବଦଳାଇ ହେବେ କେଶ ଖୋଲି ଦର୍ପଣ ସାମ୍ନାରେ ବସିଲି। ମୁଁ ମୋର ମାଆଙ୍କୁ କହିଲି କି ଦୟାକରି ମୋର କେଶରେ ଟିକେ ତେଲ ଲଗାନ୍ତୁ ଏବଂ ମୋର ବେଣୀ ତିଆରି କରନ୍ତୁ। ମା କହିଛନ୍ତି କି ସୋନାଲି, ବର୍ତ୍ତମାନ ମତେ ତୁମର ଭଉଣୀ ସହିତ ପାଇଁ ବଜାରକୁ ଯିବାକୁ ପଡ଼ିବ। ଏହା କହି ମା ଏବେ ବଜାରକୁ ଚାଲିଗଲେ। ତାପରେ ମାମୁଁ ମୋର କୋଠରେ ବସି କହିଲେ କି ସୋନାଲି, ମୁଁ ତୁମର କାମ କରିପାରିବି କି, ଯାହାକି ତୁମର ମା କରୁନାହାନ୍ତି। ମାମୁଁଙ୍କର ନଜର ମତେ ଅସହ୍ୟ କରିବାକୁ ଲାଗିଲା। ତେଣୁ ମୁଁ ତାଙ୍କର ଏବେ ସାହାଯ୍ୟ ନେବାକୁ ମଧ୍ୟ ମନା କରିଦେଲି। କିନ୍ତୁ ସେ ମତେ ଜବରଦସ୍ତ ଏବେ ଖଟ ଉପରେ ବସେଇଦେଲେ। ଆମ କେଶରେ ଏବେ ତେଲ ଲଗେଇବା ଆରମ୍ଭ କଲେ। ସେ ତେଲ ପ୍ରୟୋଗ କରୁଥିବା ବେଳେ ହଠାତ୍ ମୋର ପିଠିରେ ଏବେ ତାଙ୍କ ହାତର ଏବେ ସ୍ପର୍ଶ ଅନୁଭବ କଲେ, ଯାହାକି ମତେ ବହୁତ ଅଦ୍ଭୁତ ଲାଗିଲା। ଆଉ ସେଦିନ ମତେ ଘରେ ମଧ୍ୟ କେହି ବି ନଥିଲେ। ମୁଁ ତାଙ୍କୁ କହିଲି କି ମାମୁଁ, ତୁମେ ମୋର କେଶରେ ଏବେ ତେଲ ଲଗାଉଥିଲ, ତେବେ ତୁମେ ମୋର ପିଠିକୁ କାହିଁକି ସ୍ପର୍ଶ କଲ? ଦୟାକରି ଏବେ ତୁମର ହାତ କାଢ। ମୁଁ ଆଦୌ ବି ଏହାକୁ ଭଲ ଅନୁଭବ କରୁନାହିଁ। ମୋର କଥା ଶୁଣି ସେ ହସିବାକୁ ଲାଗିଲେ, କିନ୍ତୁ ସେ ଆଉ ହାତ କାଢିଲେ ନାହିଁ। ମୁଁ ତାଙ୍କର ହାତ ହଲାଇ ମୋର ରୁମରୁ ବାହାରକୁ ଆସିଲି। ଏହାପରେ ମାମୁଁ ମଧ୍ୟ ମୋର ପଛରେ ଦୌଡ଼ି ଆସି ମୋର ହାତ ଧରିଥିଲେ। ସେହି ସମୟରେ ଆମର ଚାକରାଣୀ ରୀନା ମାଉସୀ ମଧ୍ୟ ଘର ଭିତରକୁ ଆସିଗଲେ। ତାଙ୍କୁ ଦେଖି ମାମୁଁ ସାଙ୍ଗେ ସାଙ୍ଗେ ମୋର ହାତରୁ ହାତ କାଢିଦେଲେ। ମୋ ମାମୁଁଙ୍କ ଏହି ଆଚରଣରେ ବହୁତ ରାଗିଗଲି। ମୋର କ୍ରୋଧିତ ଚେହେରା ଦେଖି ମାଉସୀ ପଚାରିଲେ କି ସୋନାଲି, କଣ ହୋଇଛି? ତୁମେ ଏତେ ରାଗିଛ କାହିଁକି? ମୁଁ ତାଙ୍କୁ କିଛି ବି କହିନଥିଲି, କାରଣ ସେ ଜାଣିନଥିଲେ ଯେ ସେ ମତେ କଣ କହିବେ। ଏବଂ ତାପରେ ମୁଁ କିଛି ବି ନ କହି ମୋର ରୁମକୁ ଚାଲି ଆସିଲି। ମୁଁ ଚାଲିଯିବା ପରେ ମାଉସୀ ପୁଣି ଥରେ ମାମୁଁକୁ ପଚାରିଲେ ଯେ ସୋନାଲି କାହିଁକି ରାଗିଛନ୍ତି? ତେଣୁ ମାମୁଁ ଏକ ବାହାନା କରି କହିଲେ ସେ ମୋ ଉପରେ ରାଗିଛନ୍ତି କାରଣ ମୁଁ ଆଜି ସ୍କୁଲରୁ ଫେରିବା ବେଳେ ତାଙ୍କୁ ଟିପ୍ସ ଦେଇନଥିଲି। ମାମୁଁଙ୍କ ନିଜର ଅସାଧାରଣକୁ ଲୁଚାଇବା ପାଇଁ ସେ ଅଜ୍ଞାନ କଥା କହୁଥିଲେ। ସେଥିପାଇଁ ସେ ମତେ କାହା ସହିତ ମଧ୍ୟ ଅଧିକ କଥା ହେବାକୁ ମଧ୍ୟ ଜମା ବି ଦେଇନଥିଲେ। ମାଉସୀ ତାଙ୍କର ସମସ୍ତ କାର୍ଯ୍ୟକୁ ସମାପ୍ତ କରି ତାଙ୍କର ଘରକୁ ଚାଲିଗଲେ ଏବଂ ମୁଁ ମଧ୍ୟ ଖାଦ୍ୟ ଖାଇବା ପରେ ମୋର ରୁମକୁ ଚାଲି ଆସିଲି। ମା ଏବଂ ଭଉଣୀ ମଧ୍ୟ ଏପର୍ଯ୍ୟନ୍ତ ଫେରି ନଥିଲେ। ତାପରେ ମୁଁ ଯାଇକି ମୋର ରୁମରେ ଶୋଇଥିଲି। ମୋର ଏକ ଅଲଗା କୋଠରୀ ଥିଲା, କିନ୍ତୁ ତାହା ଏତେ ବଡ଼ ମଧ୍ୟ ନଥିଲା। ଜଣ କିମ୍ବା ଦୁଇ ଜଣଙ୍କ ରହିବା ପାଇଁ ତାହା ଯଥେଷ୍ଟ ସ୍ଥାନ ଥିଲା। ମୋର ପାଠ ଏବେ ବିଳମ୍ବରେ ପଢୁଥିଲି। ଠିକ ସେତିକି ବେଳେ ମୋର କାହାର ଏବେ ପାଦର ଶବ୍ଦ ଶୁଣିଲି। ମୁଁ ଶୀଘ୍ର ମୋର କୋଠରୀରେ ଥିବା ଆଲୋକକୁ ବନ୍ଦ କରି କମ୍ବଳରେ ନିଜକୁ ଆଚ୍ଛାଦନ କଲି, କାରଣ ମୁଁ ଜାଣିଥିଲି ଯେ ଘରେ ମୋର ଏବଂ ମାମୁଁ ବ୍ୟତୀତ ଆଉ କେହି ବି ନାହାନ୍ତି। ମୁଁ ଶୋଇଥିବା ଘରେ ବି ଅଭିନୟ ଆରମ୍ଭ କଲି। ଠିକ ସେତିକି ବେଳେ ମାମୁଁ ମୋର ରୁମକୁ ଆସି ମୋର ରୁମର ଆଲୋକକୁ ଅନ୍ କଲେ ଏବଂ ତାପରେ ମୋର ନାମ ଡାକିବା ଆରମ୍ଭ କଲେ। ଯେତେବେଳେ ମୁଁ ଜାଗ୍ରତ ଥିଲି ସେ ମୋର କମ୍ବଳ କାଢିଥିଲେ। ତାଙ୍କର ଏହି କାର୍ଯ୍ୟ ମତେ ବହୁତ କ୍ରୋଧିତ କରିଥିଲା। ମୁଁ କହିଲି କି ତୁମେ ମତେ ଭୁଲ କରି ମତେ ପରିହାସ କରିବାକୁ କିପରି ସାହସ କରୁଛ? ଆଜି ଘରେ ମଧ୍ୟ କେହି ବି ନାହାନ୍ତି, ସେଥିପାଇଁ ତୁମେ ମୋର ରୁମରୁ ଚାଲିଯାଅ। ସେ ସମ୍ପୂର୍ଣ୍ଣ ଶାନ୍ତ ହୋଇ କହିଲେ, ଝିଅ, ମୁଁ ସେତେବେଳେ ତୁମ ସହିତ ଅସାଧାରଣ କରୁନଥିଲି। ମତେ ଟିକେ କ୍ଷମା କରିଦିଅ। ତୁମର କିଛି କେଶ ତୁମର ଦେହ ଉପରେ ଥିଲା, ସେଥିପାଇଁ ମୁଁ ଏସବୁ କରୁଥିଲି। କିନ୍ତୁ ତୁମେ ବର୍ତ୍ତମାନ ଏବେ ଏଠାରେ କଣ କରୁଛ? ସେ କହିଥିଲେ କି ମୁଁ ତୁମ ସହିତ କଥା ହେବାକୁ ଆସିଛି, କାରଣ ମୁଁ ଦେଖିଛି ଯେ ଏହି ଘରେ ସମସ୍ତେ ତୁମର ବଡ ଭଉଣୀକୁ ହିଁ ଅଧିକ ଗୁରୁତ୍ୱ ଦିଅନ୍ତି। ଏପରିକି ତୁମ ସହିତ ମଧ୍ୟ କେହି ବି କଥାବାର୍ତ୍ତା କରନ୍ତି ନାହିଁ। ଆଜି ମୁଁ ତାହା ଦେଖିଲି, କିନ୍ତୁ ମୁଁ ଅନ୍ୟକୁ ଆଉ ସହ୍ୟ କରିପାରିବି ନାହିଁ। ମୁଁ ଦେଖିଛି ଏହି ଘରେ କେହି ତୁମ ବିଷୟରେ ଆଦୌ ବି ଚିନ୍ତା କରନ୍ତି ନାହିଁ, କିନ୍ତୁ ତୁମେ ଆଦୌ ବ୍ୟସ୍ତ ହୁଅ ନାହିଁ। ମୁଁ ସର୍ବଦା ଏବେ ତୁମର ଯତ୍ନ ନେବି। ଯଦି ମୁଁ ଆସିନଥାନ୍ତି ତେବେ ତୁମର ଯତ୍ନ ନେବାକୁ କେହି ବି ନଥାନ୍ତେ। ଦୀର୍ଘ ଦିନ ଧରି ମୁଁ ମଧ୍ୟ ଅନୁଭବ କରିପାରିଲି ଯେ ମୋ ଘରେ କେହି ମୋ ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ। ସମସ୍ତେ ମୋର ଭଉଣୀର ବିବାହ ହିଁ ବ୍ୟସ୍ତ ହୋଇଯାଇଥିଲେ। ମୋର ଶିକ୍ଷା ଏବଂ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ ମୋର ପିତାମାତା ଏସବୁକୁ ଭୁଲି ଯାଇଥିଲେ। ମୁଁ ଏପରି ପିଲା ନଥିଲି ଯିଏକି ମୋ ପରିବାରର ଆଚରଣ ପ୍ରତି ଧ୍ୟାନ ଦେଇନଥିଲା। ମାମୁଁ ମୋ ବିଷୟରେ ଏପରି ଚିନ୍ତା କରୁଥିବା ଦେଖି ମୁଁ ଭଲ ଅନୁଭବ କଲି, କାରଣ ବହୁ ସମୟ ପରେ କେହି ଜଣେ ମୋ ବିଷୟରେ କିଛି ଭାବୁଥିଲେ। ଆମ ଆମକୁ ବିନା ସନ୍ଦେହ କରି ତାଙ୍କ ଉପରେ ଭରସା କରିଦେଲେ। ତାପରେ ମୁଁ କିଛି ଭାବିବା ପରେ ମୁଁ ତାଙ୍କୁ ଆଲିଙ୍ଗନ କଲି ଏବଂ ସେ ମଧ୍ୟ ମୋତେ ଆଲିଙ୍ଗନ କଲେ। ସେଇଦିନ ପରେ ମୁଁ ତାଙ୍କର ଏବେ
ଭଲ ଚିନ୍ତାଧାରା ପାଇଁ ତାଙ୍କୁ ଧନ୍ୟବାଦ ଦେଲି ଏବଂ ଏହି କାରଣରୁ ମୋର ମନରେ ମାମୁଙ୍କର ଏକ ଭଲ ଭାବ ସୃଷ୍ଟି ହେଲା। ଆଜିଠାରୁ ଯେତେବେଳେ ମୁଁ ଘରକୁ ଆସିଲି, ମାମୁଁ ମୋତେ ଏବେ ସ୍ନେହରେ ଆଲିଙ୍ଗନ କରି ନିଜ ହାତରେ ମଧ୍ୟ ଖାଇବାକୁ ଦେଉଥିଲେ। ସେ ମୋତେ ମୋବାଇଲ ଫୋନ ମଧ୍ୟ ଦେଉଥିଲେ। ଏହା ପୂର୍ବରୁ ମୋବାଇଲ ବ୍ୟବହାର କରିବାକୁ କେହି ବି ଅନୁମତି ଦେବେ ନାହିଁ। ମାମୁଁ ମୋର ଭାବନାକୁ ଏବେ ବୁଝୁଥିଲେ ଏବଂ ସେଥିପାଇଁ ସେ ମୋର ପ୍ରିୟ ମଧ୍ୟ କଲେ। ଦିନେ ମୋର ମାମୁଙ୍କର ମୋବାଇଲକୁ ଦେଖୁଥିଲି। ତାପରେ ମୋର ମା ମୋର ରୁମକୁ ଆସି ମୋର ହାତରେ ଫୋନ ଦେଖିବା ପରେ ରାଗି ଯାଇଥିଲେ। ମୁଁ ମଧ୍ୟ ରାଗିଗଲି। କହିଲି କି ଯଦି ମୋବାଇଲକୁ କିଛି ସମୟ ପାଇଁ ବ୍ୟବହାର କରେ ତେବେ ଏଥିରେ ଭୁଲ କଣ ଅଛି ଏବଂ ଯାହା ବି ହଉ ତୁମେ ମାନେ ଭୁଲି ଯାଇଛ ଯେ ତୁମର ଆଉ ଏକ ଝିଅ ମଧ୍ୟ ଅଛି। ସେଦିନ ମୋର ମା ସହିତ ବହୁତ ଖରାପ ବ୍ୟବହାର କରିଥିଲି। ବର୍ତ୍ତମାନ ମୋ ମାମୁଙ୍କ ସହ ଅଧିକ ସମୟ ବିତାଇବା ପାଇଁ ଆରମ୍ଭ କରିଥିଲି। ଆମ ଘର ଲୋକଙ୍କ ବିଷୟରେ ହିଁ ଭୁଲି ଯାଇଥିଲି। ମୁଁ ଅନୁଭବ କରିବାକୁ ଲାଗିଲି ଯେ ମାମୁଁ ମୋର ଏକମାତ୍ର ବନ୍ଧୁ, ଯେମିତି ଏଇ ଦୁନିଆରେ ମୋର ଆଉ କେହି ବି ନାହାନ୍ତି। କିନ୍ତୁ ସେ ମୋ ସହିତ ଏପରି କିଛି କାର୍ଯ୍ୟ କରିଥିଲେ ଯାହା ବିଷୟରେ ମୋର କୌଣସି ଜ୍ଞାନ ହିଁ ନଥିଲା। ଗାଧୋଇବା ପରେ ମୋର ରୁମକୁ ଆସିଲି ଏବଂ ତାପରେ ମାମୁଁ ମଧ୍ୟ ମୋର ରୁମକୁ ଆସିଗଲେ। ତାଙ୍କ ମୋର ସାମ୍ନାରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ପରଦା ପଛରେ ଲୁଚି କହିଲି, ମାମୁଁ ଦୟାକରି କିଛି ସମୟ ଏବେ ବାହାରକୁ ଯାଅ। ମୁଁ ଏବେ ଡ୍ରେସ ବଦଳିବାକୁ ଫେରି ଆସିଥିଲି, କିନ୍ତୁ ମାମୁଁ ମୋର କଥାକୁ ଆଉ ଶୁଣିଲେ ନାହିଁ। ସେ ମୋର ହାତ ଧରି ମତେ ପରଦା ବାହାରୁ ଟାଣି ଆଣିଲେ। ତାପରେ ସେ ମୋର ଓଦା କେଶକୁ ଏବେ ଶୁଖେଇବା ଆରମ୍ଭ କଲେ। କିନ୍ତୁ ତାଙ୍କର ହାତ ଏପରି ଭାବରେ ଗତି କଲା ଯେ ମୁଁ ଅସହଜ କରୁଥିଲି। ମାମୁଁଙ୍କର ସାହାଯ୍ୟ ନେବାରେ ମୁଁ ଲଜ୍ଜିତ ନ କଲି। ମୁଁ କହିଲି କି ମାମୁଁ, ତୁମେ ଏହା କରିବା ମଧ୍ୟ ବନ୍ଦ କରିଦିଅ। ଏହାପରେ ମୁଁ ନିଜେ ହିଁ କରିଦେବି ଏବଂ ମୁଁ ଠିଆ ହୋଇ ମୋର ବେଣ କରିବା ଆରମ୍ଭ କରିଥିଲି। ମତେ ବେଣ କରୁଥିବା ଦେଖି ମାମୁଁ ମୋର ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ ଲାଗିଲେ ଏବଂ ଉପରେ ମତେ ଦେଖିବା ଆରମ୍ଭ କଲେ। ମୁଁ ଏବେ ବହୁତ ଅଦ୍ଭୁତ ଅନୁଭବ କରୁଥିଲି, କାରଣ ବର୍ତ୍ତମାନ ମୁଁ ତାଙ୍କ ଆଖରେ ସଠିକ ଦୃଷ୍ଟି ଆଉ ଦେଇପାରିଲି ନାହିଁ। ମୁଁ ତାଙ୍କୁ ବାରମ୍ବାର ହିଁ ମୋର ରୁମରୁ ବାହାରକୁ ଯିବାକୁ କହିଥିଲି, କିନ୍ତୁ ସେ ମୋର କଥାକୁ ଆଉ ଜମା ବି ଶୁଣୁନଥିଲେ। ମୁଁ ଅନୁଭବ କରିବାକୁ ଲାଗିଲି ଯେ ତାଙ୍କର ଆଖି ମୋ ପାଇଁ ଏବେ ଭୁଲ କାମ ଅଟେ। ତାଙ୍କ ଦୃଷ୍ଟିରେ ଏବେ ଭୟଭୀତ ହେବାକୁ ଲାଗିଲି। ତାପରେ ହଠାତ୍ ମୋର ବାବାଙ୍କର ଏବେ ସ୍ୱର ବାହାରକୁ ଆସିଲା। ତାଙ୍କର ସ୍ୱର ଶୁଣି ମାମୁଁ ଶୀଘ୍ର ଏବେ ମୋର ରୁମରୁ ବାହାରକୁ ଗଲେ। ଏହାପରେ ଏମିତି ଏବେ ଆଉ ଏକ ସପ୍ତାହ ବିତିଗଲା। ଧୀରେ ଧୀରେ ଅଧିକ ଅତିଥି ମଧ୍ୟ ଆସିବା ଆରମ୍ଭ କରିଦେଲେ। ଅତିଥିଙ୍କର ସଂଖ୍ୟା ମଧ୍ୟ ବଢି ଯାଇଥିଲା ଏବଂ ସେମାନଙ୍କର ସମସ୍ତ ବ୍ୟାଗ ମଧ୍ୟ ମୋର ରୁମକୁ ଆସିଥିଲା। ସେଦିନ ରାତିରେ ମାମୁଁ ଶୋଇବା ପାଇଁ ମୋର ରୁମକୁ ଆସିଲା। ସେ ମତେ କହିଲେ କି ସୋନାଲି, ଅତିଥିମାନେ ହଲରେ ଏବେ ବାହାରେ ଶୋଇଛନ୍ତି ଏବଂ ସମସ୍ତ କୋଠରୀ ମଧ୍ୟ ପୂର୍ଣ୍ଣ ଅଛି। ତୁମେ ମାମୁଁଙ୍କୁ ଗୋଟିଏ ରାତି ପାଇଁ ତୁମର କୋଠରୀରେ ଶୋଇବାକୁ ଦେଇପାରିବ କି? ବାହାରେ ମଧ୍ୟ ବହୁତ ଥଣ୍ଡା ଥିଲା, ଆଉ ତେଣୁ ମୁଁ କିଛି ବି ଚିନ୍ତା ନ କରି ମୋ ମାମୁଁଙ୍କୁ ରୁମରେ ଏବେ ଶୋଇବାକୁ ଦେଲି। କିନ୍ତୁ ମୁଁ ଜାଣିନଥିଲି କି ସେଦିନ ରାତିରେ ମାମୁଁ ମୋ ସହିତ ଏବେ କଣ କରିବି। ନିଜର ବେଡସିଟ୍ ଥାଇ ମଧ୍ୟ ମାମୁଁ ଆସି ଏବେ ମୋର ପାଖରେ ଶୋଇଥିଲେ। ଏହାପରେ ଆମେ ଦୁହେଁ ଏବେ ଶାନ୍ତିରେ ଶୋଇଥିଲୁ। ମଧ୍ୟରାତ୍ରିରେ ମୁଁ ଅନୁଭବ କଲି ଯେ କେହି ମୋର କମ୍ବଳ କାଢିବାକୁ ଏବେ ଚେଷ୍ଟା କରୁଛନ୍ତି। ତାପରେ ମୁଁ ଉଠି ବସି ପଡିଲି। ମାମୁଁ କହିଲେ କି ଝିଅ, ମୁଁ ଏବେ ବହୁତ ଥଣ୍ଡା ଅନୁଭବ କରୁଛି, ତୁମର କମ୍ବଳକୁ ମୋ ସହିତ ସେୟାର କରିପାରିବ କି? ମୁଁ ତାଙ୍କ ମୋର କମ୍ବଳ ଥିଲେ ରଖିଥିଲି ଏବଂ ତାଙ୍କୁ ଦେଖିବା ମାତ୍ରେ ହିଁ ହଠାତ୍ ମୋର ବେକକୁ ଟିକେ କାମୁଡିଥିଲା, ଯେଉଁଥିପାଇଁ ମୁଁ ଜୋରରେ ଏବେ ଚିତ୍କାର କରିଦେଲି। ମୁଁ ଟିକେ ପଳେଇବାକୁ ବହୁତ ଚେଷ୍ଟା କରୁଥିଲି, କିନ୍ତୁ ମାମୁଁ ମୋତେ ଆଦୌ ଯିବାକୁ ମଧ୍ୟ ଅନୁମତି ଦେଉନଥିଲେ। ସେ କହିଲେ କି ଝିଅ, ମୁଁ କେବଳ ଏହି ଘରେ ତୁମର ଭଲ ଯତ୍ନ ନେଇପାରିବି, ଆଉ ନହେଲେ ତୁମକୁ ଏହି ଘରେ ଆଉ କେହି ବି ପଚାରିବ ନାହିଁ। ବର୍ତ୍ତମାନ ତୁମେ ଏବେ ବଡ ହୋଇଗଲଣି ଏବଂ ବଡ ଝିଅ ମାନଙ୍କୁ ଏକ ଭିନ୍ନ ପ୍ରକାରର ଚକୋଲେଟ ଦିଆଯାଏ, ଯାହାକି ମୁଁ ତୁମକୁ ଦେବି। ତୁମର ପରିବାର ତୁମକୁ ଏସବୁ କହିବେ ନାହିଁ। ତୁମେ କେବଳ ପାଟି ବନ୍ଦ କରି ହିଁ ମଜା କର। ମାମୁଙ୍କର କଥା ମୋ ପାଇଁ ଠିକ ମନେ ହେଉନଥିଲା। ମୁଁ ଅନୁଭବ କଲି ଯେ ସେ କିଛି ଭୁଲ କରିବାକୁ ଚାହୁଁଛନ୍ତି। ମୁଁ ତାଙ୍କୁ ଠେଲିବାକୁ ବି ବହୁତ ଚେଷ୍ଟା କରୁଥିଲି, କିନ୍ତୁ ସେ ମୋର ପାଟି ବନ୍ଦ କରିଦେଇଥିଲେ। ସେ କଣ ଚାହୁଁଥିଲେ ମୁଁ ବୁଝିପାରିଲି ନାହିଁ। ତାପରେ ମୁଁ ତାଙ୍କର ହାତକୁ ଏବେ କଠିନ ଆଘାତ କଲି, ଯେଉଁଥିପାଇଁ ତାଙ୍କର ହାତ ଏବେ ମୋର ପାଟିରୁ ଦୂରେଇ ଗଲା ଏବଂ ମୁଁ ଜୋର ଜୋର ଏବେ ଚିତ୍କାର କରିବାକୁ ଲାଗିଲି। ମୋର ଚିତ୍କାର ବୋଧହୁଏ ମୋର ଭଉଣୀର ଏବେ କାନରେ ପହଞ୍ଚି ଯାଇଥିଲା। ମୋର ଭଉଣୀ ମୋର ରୁମକୁ ଦୌଡି ଆସି ମୋର ପାଖରେ ଥିବା ମାମୁଁଙ୍କୁ ଦେଖି ସେ ସବୁ କିଛି ବୁଝିଗଲା।
ମୁଁ ଦୌଡ଼ିଛି ଏବେ ମୋର ଭଉଣୀକୁ ଏବେ ଆଲିଙ୍ଗନ କଲି। ମୁଁ କହିଲି କି ଦିଦି, ତାପରେ ସେ କହିଲା କି ସୋନାଲି, ତୁମେ କିଛି କହିବାର ଆବଶ୍ୟକତା ନାହିଁ। ମୁଁ ସବୁ କିଛି ଏବେ ବୁଝି ସାରିଛି। ମାମୁଁ ତୁମର କୋଠରୀରେ ଥିବା ବେଳେ ମୁଁ ସନ୍ଦେହ ହେଇଗଲି, କିନ୍ତୁ ମା ହେତୁ ମୁଁ ଆଉ କିଛି ବି କହିନଥିଲି। ମା ତାଙ୍କୁ ଚୁପ୍ ରହିବାକୁ କହୁଥିଲେ, କିନ୍ତୁ ଦିଦି କ୍ରୋଧରେ କହିଲା କି ମା, ବର୍ତ୍ତମାନ ତୁମେ ମୋର ପାଟି ବନ୍ଦ କର ନାହିଁ। ମୁଁ ଆଉ ଚୁପ୍ ରହିପାରିବି ନାହିଁ। ଯେପରି ତୁମେ କିଛି ବର୍ଷ ପୂର୍ବେ ମୋ ସହିତ ଏମିତି କରିଥିଲ। ମୁଁ ଯେତେବେଳେ ମୋର ଭଉଣୀକୁ ଚାହିଁଲି, ସେ କହିଲା କି ହଁ ସୋନାଲି, କିଛି ବର୍ଷ ପୂର୍ବେ ଜଣେ ଅତିଥି ମୋର ସହିତ ସମାନ କାର୍ଯ୍ୟ କରିଥିଲେ। ସେହି ଜିନିଷ ଗୁଡ଼ିକ ମୋର ମନରେ ମଧ୍ୟ ତଥାପି ଏବେ ବି ଅଛି। କିନ୍ତୁ ଯେତେବେଳେ ମୋର ମାଙ୍କ ସହିତ କଥାବାର୍ତ୍ତା କରୁଥିଲି, ସେ ମୋର ପାଟି ବନ୍ଦ କରୁଥିଲେ। ସେଥିପାଇଁ ଏହି ବିଷୟରେ ମୁଁ କାହାକୁ ବି କହିନଥିଲି। ମୁଁ ନିଜ ପାଇଁ ସ୍ୱର ଉତ୍ତୋଳନ କରିନାହିଁ, କିନ୍ତୁ ମୋର ଭଉଣୀ ପ୍ରତି ଅନ୍ୟ କରିବାକୁ ଜମା ବି ଦେବି ନାହିଁ। ଯେଉଁମାନେ ଅନ୍ୟର ଭଉଣୀ ଏବଂ ଝିଅମାନଙ୍କ ଉପରେ ଖରାପ ନଜର ରଖନ୍ତି, ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବା ଆବଶ୍ୟକ। କାରଣ ଏହିପରି ନିର୍ଦ୍ଦୟତା କେବଳ ବାହାରେ ନୁହେଁ, ଆମର ଘରମାନଙ୍କ ମଧ୍ୟରେ ଅଛନ୍ତି। ଏହା ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ କଲି। ସେତେବେଳେ ମା ମୋ ନିଜର ଭଉଣୀର ପାଟି ବନ୍ଦ କରିବାକୁ ବହୁତ ଚେଷ୍ଟା କରିବା ଆରମ୍ଭ କରି କହିଲା, ଝିଅ, ଯଦି ଏହି ଖବର ବାହାରକୁ ଆସେ, ଭବିଷ୍ୟତରେ ସୋନାଲିଙ୍କ ବିବାହର ମଧ୍ୟ କିଛି ଅସୁବିଧା ହୋଇପାରେ। ଏବଂ ତୁମକୁ କେବଳ ନିଜର ମଙ୍ଗଳ ପାଇଁ ହିଁ ଶାନ୍ତ ରହିବାକୁ କହିଥିଲି। ଯଦି ଲୋକମାନେ ଜାଣିବାକୁ ପାଇଲେ ଯେ ଏହା ଏକ ଝିଅ ସହିତ ଘଟିଛି, ତେବେ ଝିଅଟି ସମାଜରେ ଏକ ଖରାପ ନଜରରେ ଦେଖାଯାଏ। ମାଙ୍କ ଠାରୁ ଏହା ଶୁଣି ଦିଦି ଆହୁରି କ୍ରୋଧିତ ହୋଇଗଲେ ଏବଂ ଉଚ୍ଚ ସ୍ୱରରେ କହିଲା କି ମା, ଶିକ୍ଷିତ ଝିଅମାନେ କେବଳ ସେମାନଙ୍କ ପିତାଙ୍କ ଦ୍ୱାରା ହିଁ ନିର୍ଯାତିତ ହୁଅନ୍ତି ଏବଂ ଝିଅମାନଙ୍କୁ ଚୁପଚାପ ସହିବାକୁ ହିଁ ପଡ଼ିବ। ଯିଏକି ଅତ୍ୟାଚାର କରିଛି, ସେ ରାସ୍ତାରେ ମୁକ୍ତ ଭାବରେ ବୁଲିବା ହିଁ ଉଚିତ। ଏବଂ ଅନ୍ୟାୟ କରିଥିବା ବ୍ୟକ୍ତି ମଧ୍ୟ ଏପରି ଏକ ସ୍ୱର ଉତ୍ତୋଳନ କରିବା ଜମା ବି ଉଚିତ ନୁହେଁ। ଆଜି ଭଗବାନଙ୍କର ଅନୁଗ୍ରହରେ ସୋନାଲିଙ୍କ ସହିତ କୌଣସି ଖରାପ ଘଟଣା ଘଟିନଥିଲା, କିନ୍ତୁ ଯଦି କିଛି ଖରାପ ଘଟଣା ଘଟିଥାନ୍ତା, ତେବେ ଆପଣ ମଧ୍ୟ ତାହା କରିଥାନ୍ତେ କି? ଏହି ସମାଜରେ ଯେଉଁ ବି ଝିଅମାନେ ନିରବ ରୁହନ୍ତି ଏବଂ ଅତ୍ୟାଚାରର ଶିକାର ହୁଅନ୍ତି, ସେମାନଙ୍କୁ ମଧ୍ୟ ମନ୍ଦ ଆଖିରେ ହିଁ ଦେଖାଯାଏ। ଆଉ ସେମାନଙ୍କ ପରିସ୍ଥିତି ବିଷୟରେ କେହି ବି ଭାବନ୍ତି ନାହିଁ। ତେଣୁ ଯେଉଁମାନେ ଏପରି କରନ୍ତି, ସେମାନଙ୍କ ସମାଜରେ ବୁଲିବାର ଆଉ କୌଣସି ଅଧିକାର ନାହିଁ। ତୁମେ ହେଉଛ ମୋର ମା, କିନ୍ତୁ ତଥାପି ମୁଁ ତୁମର ମତାମତ ସହିତ ଜମା ବି ସହମତ ନାହିଁ। ଏହି ଅଦରକାରୀ ବ୍ୟକ୍ତିଙ୍କ ବିରୋଧରେ ମୁଁ ପୋଲିସ ପାଖରେ ବି ଅଭିଯୋଗ ଦାଖଲ କରିବି। ଏଥର ବାବା ମଧ୍ୟ ଆମକୁ ବହୁତ ସମର୍ଥନ କରିଥିଲେ, କିନ୍ତୁ ମା ବୁଝିବାକୁ ହିଁ ସକ୍ଷମ ନଥିଲେ ଏବଂ ଅନ୍ୟ ସମ୍ପର୍କମାନେ ମଧ୍ୟ ଆମର ଭଉଣୀ କଣ ଏବେ ବୁଝିପାରିଲେ। ସମସ୍ତେ ସେ ଅଦରକାରୀ ମାମୁଁଙ୍କ ଦଣ୍ଡକୁ ସମର୍ଥନ କଲେ। ସେହି ସମୟରେ ମା ମୋତେ ବୁଝିଥିଲେ ଯେ ଅଦରକାରୀ ବ୍ୟକ୍ତିର ପ୍ରକୃତ ଭାବେ ଉଦ୍ଦେଶ୍ୟ ଆଉ ବୁଝାପଡ଼ୁନାହିଁ, କିନ୍ତୁ ଶେଷରେ ମୋର ପରିବାର ମୋତେ ସମର୍ଥନ କରିଥିଲେ, ଖାସ କରି ମୋର ଭଉଣୀ ହିଁ। ବାସ୍ତବରେ ଜଣେ ମା ନିଜର ଝିଅକୁ ବଡ଼ ହେବା ମାତ୍ରେ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ ବିଷୟରେ ବୁଝାଇବା ଉଚିତ। କିନ୍ତୁ କିଛି ପିତାମାତା ଏହା ବିଷୟରେ କହିବାକୁ ଲାଜ କରନ୍ତି, କିମ୍ବା ସେମାନଙ୍କ ବିଷୟରେ ସଠିକ ସୂଚନା ହିଁ ନାହିଁ। ଆଜିର ସମୟରେ ଏହି ଲୋକମାନଙ୍କ ପ୍ରତି ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ, କାରଣ ଏହିପରି ଲୋକମାନେ ପ୍ରାୟତଃ ଆମର ନିକଟତର ହିଁ ଅଟନ୍ତି। ବନ୍ଧୁଗଣ, ମୁଁ ଆଶା କରୁଛି ମୋର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସେ, ତେବେ ମୋର ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ ଆଉ ସମସ୍ତ ଲୋକଙ୍କୁ ସେୟାର କରନ୍ତୁ। ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖା ହବା ଆଉ ଏକ ନୂଆ ଭିଡ଼ିଓରେ ଏମିତି ଏକ ସୁନ୍ଦର କାହାଣୀ ସହିତ। ବର୍ତ୍ତମାନ ମୁଁ ରହୁଛି।